ନିଶ୍ଚୟ ସରକାର ହେଲା ବିଜେପିର ସବୁଠୁ ବେଶୀ ଖୁସି ମୁଁ ସମସ୍ତଙ୍କ ଯେ ମୁଁ କହିଥିଲି ଯେ ସରକାର ବଦଳିବ, ଭ୍ରଷ୍ଟ ସରକାର ବଦଳିବ, ନୂଆ ସରକାର ବିଜେପି ସରକାର ହେବ। ଲୋକ ନିର୍ବାଚନରେ ଯେଉଁ ଲଢ଼ିଛନ୍ତି ଲୋକଙ୍କୁ ଧନ୍ୟବାଦ ଦେବି। ସାରା ଓଡ଼ିଶା ଲୋକଙ୍କୁ ରାଜ୍ୟ ସଭାପତି ଭାବରେ ବିଜେପିର ଲୋକମାନେ ଲୋକ ପରିବର୍ତ୍ତନ ଏବଂ ଲୋକମାନେ ନିର୍ବାଚନରେ ଏଥର ଲଢ଼ିଛନ୍ତି ଏବଂ ପ୍ରଧାନମନ୍ତ୍ରୀ ମୋଦିଙ୍କର ଯେଉଁ ସମର୍ଥନ ଥିଲା ଓଡ଼ିଶାରେ 93% 95% ତାର ପ୍ରତିଫଳ ନେଇଛି ଇଲେକ୍ସନରେ। ସେଥିପାଇଁ ମୋଦିଙ୍କର ଯେଉଁ ଲୋକପ୍ରିୟତା ସେଟା ଭୋଟରେ କନଭର୍ଟ ହେଇଛି ଏବଂ ସାଧାରଣ ଲୋକ ନିର୍ବାଚନରେ ମୋଦିଙ୍କ ସମ୍ମାନ ପାଇଁ ନିର୍ବାଚନ ଲଢ଼ିଛନ୍ତି, ପରିବର୍ତ୍ତନ ପାଇଁ ଇଲେକ୍ସନ ଲଢ଼ିଛନ୍ତି। ଏ ସରକାର ପତନ ପାଇଁ ଲଢ଼ିଛନ୍ତି ଏବଂ ଭ୍ରଷ୍ଟ ଶାସନକୁ ସମାପ୍ତି କରିବା ପାଇଁ ଲଢ଼ିଛନ୍ତି। ସେଥିପାଇଁ ଜନସାଧାରଣଙ୍କୁ ଧନ୍ୟବାଦ ଦେବି। ଆଉ ପ୍ରଧାନମନ୍ତ୍ରୀ ଯେଉଁ ମୋଦିଙ୍କୁ ଯେତେ ଧନ୍ୟବାଦ ଦେଲେ କମ୍ ହେବ। ଏଗ୍ରେସିଭ୍ କ୍ୟାମ୍ପେନ୍ ଏବଂ ତାଙ୍କର ଯେଭଳି ଭାବରେ ସତ କଥାକୁ ଉପସ୍ଥାପନ ଲୋକଙ୍କ ଆଗରେ ଯେଭଳି ଭାବରେ ସ୍ପଷ୍ଟତା ସହିତ କରିଛନ୍ତି, ଯାହାଫଳରେ ଆଜି ଗୋଟେ ଓଡ଼ିଶାରେ ପରିବର୍ତ୍ତନ ହେଇଛି ଏବଂ ପ୍ରାୟ ପାର୍ଲାମେଣ୍ଟ ଏବଂ ବିଧାନସଭାରେ ଆମେ ଏକାକୀ ସଂଖ୍ୟାଗରିଷ୍ଠ ହାସଲ କରିଛୁ ଏବଂ ପୁରା ଟିମ୍ ଯେତେ ଭାରତୀୟ ଜନତା ପାର୍ଟିର ସମସ୍ତଙ୍କୁ ମୁଁ ଧନ୍ୟବାଦ ଦେବି। ସେମାନେ ଐତିହାସିକ ନିଷ୍ପତ୍ତି ନେଇଥିଲେ ଏବଂ ଓଡ଼ିଶାର ଯେଉଁ ଟିମ୍ର କଥାକୁ ସେ ଗ୍ରହଣ କରିଥିଲେ ଏବଂ ଓଡ଼ିଶା ଯାହା ଆମେ କହିଥିଲୁ ସବୁ କଥାକୁ ସେମାନେ ଆମ ସହିତ ଥିଲେ। ତେଣୁ ସେମାନଙ୍କୁ ଧନ୍ୟବାଦ ଦେବି, କାର୍ଯ୍ୟକର୍ତ୍ତାମାନଙ୍କୁ ଧନ୍ୟବାଦ ଦେବି ଏବଂ ମିଡ଼ିଆ ବନ୍ଧୁମାନଙ୍କୁ ଧନ୍ୟବାଦ ଦେବି। ସେମାନେ ମଧ୍ୟ ଠିକ୍ କଥାକୁ ଉପସ୍ଥାପନ କରିବାରେ ସମର୍ଥ ହେଇଛନ୍ତି ଏବଂ ଏ କଥା ସାଧାରଣ ଲୋକ ପର୍ଯ୍ୟନ୍ତ ପହଞ୍ଚେଇଛନ୍ତି। ସେଥିପାଇଁ ନିଶ୍ଚୟ ଧନ୍ୟବାଦ।